ॐ श्रीगणेशाय नमः। ॐ नमः भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तज्जयमुदीरयेत्। मूकं करोति वाचालं पङ्गुलघयते गिरिं। यत्कृपातमहं वन्दे परमानन्दमाधवम्। भागवत महापुराण श्रीमद्भागवत महापुराण प्रथम स्कंद नवम अध्याय। सूत उवाच एमन्ते प्राणिवधे भय निवेदि धर्मरतनय सकल धर्म ज्ञान अर्थे विजय कले निज रथे। युद्धभूमि को होई सज संगते घेनी देवराज मिलिले कुरुक्षेत्रे जाई भीष्म अछन्ति जहि सोई। राजा संगते चारि भ्राता सज होइले जेजा रथे उत्तम नाना अश्वगण स्वभावे रत्न विभूषण। ताहांक संगे विप्रजने गमन कले तोष मने। गोविंद नंदी घोष रथे बसिले अर्जुन संगते। पांडव मध्ये चक्रधर कियबा देवा पटान्तर। गुह्यकरण मध्ये गते कुबेर प्रकाश जेमन्ते। एमन्ते कुरुक्षेत्र गले पांडव गोविंद कतुले। सरशयने गंगासुत देखिबा अर्थे उपगत। अवनी पृष्ठे मोहगत किए बा अमर भूमिगत। पांडवे गोविंदर तुले भीष्म चरणे प्रणमिले। ब्राह्मणे मिलिले तक्षणे व्यास सहिते मुनिगणे। अपरे जेते राजऋषि मिलिले कुरुक्षेत्रे असि। पर्वत नामे महाऋषि धौम्य नारद तुले मिशि। बादरायण बृहदस्व भरद्वाजांक संगे शिष्य। परम क्षत्रि परशुराम वसिष्ठ इंद्र प्रमदन। धृतराष्ट्र कुशमद गौतम कक्षि बाणसिद्ध। अत्रि कौशिक सुदर्शन कश्यप अंगिरस नाम। निर्मल चेता ब्रह्मचारी मिलिले सुके मध्य करी। एमन्ते सर्व मुनिजने मिलिले भीष्म सन्निधाने। मुनि की सायन्तनु सुत शयने कले प्रणिपात। धर्मज्ञ गंगार कुमार जे देशाचार सतकार। तेणु पूजिले एके एके मुनि की दृढ़ मानसिके। जे हरि जगत ईश्वर नानादि धर्म निराकार। कृष्ण को हृदय बसाई पूजिले दृढ़ चित्त होई। प्रेमे विनय भाव होई निकटे थिबा पंच भाई। पांडुपुत्र को दया चिते भावे बोलती अश्रु नेत्रे। भीष्म कहती दया मने सकल मुनि अवधाने। ए बड़ कष्ट मोर चिते ए पांच भाई कुंती सुते। बने बंचिले कष्ट कर्मे जीवन पोषी विप्र धर्मे। जेणु गोविंद आश्रा थिले अनेक संकट तरिले। स्वामी मरणे कुंती साधु स्वभावे बाल कुलबधु। पुत्रंक तुले बहु क्लेश
ଦୁଃଖେ ବଞ୍ଚିଲେ ବନବାସୀ। କାଳର ବଶ ଏ ଜଗତ, ପ୍ରାଣୀ ଏ କାଳର ଆୟତ। ସେ କାଳ ବସେ ସର୍ବେ ଚଳି, ପବନେ ଯେନେ ଖନା ବଳି। ଯେ କୂଳେ ରାଜା ଧର୍ମସୂତ, ରକ୍ଷକ ଭୀମ ଗଦା ହସ୍ତ। ଅର୍ଜୁନ ଜହିଁ ଧନୁ ଧରେ, ଜହିଁ ଗୋବିନ୍ଦ ରକ୍ଷା କରେ। ସେ କୂଳେ ପଡ଼ଇ ବିପତ୍ତି, ଏମନ୍ତ ବିଧାତାର ଗତି। କେ ଜାଣିପାରେ ଏହା ଚିନ୍ତି, ଜହିଁ ପଣ୍ଡିତେ ଭ୍ରମି ଯାନ୍ତି। ସଂସାର କର୍ମର ଆୟତ, ଏହା ତୁ ଜାଣ କୁନ୍ତି ସୁତ। ଏଣୁ ତୁ କିଛି ନ ଭାଳ, ଅନାଥ ପ୍ରଜା ଏବେ ପାଳ। ଦେଖ ଏ ଆଦି ନାରାୟଣ, ଜଗତ ପରମ କାରଣ। ମାୟାରେ ଲୋକ ମନ ହରି, ଯାଦବ ବଂଶେ ଅବତରି। ଏହାର ଅନୁଭାବ ଗତି, ଅଥବା ଜଣେ ପଶୁପତି। ନାରଦ ଜାଣେ ଭାବ ଘେନି, କିବା କପିଳ ମହାମୁନି। ଶ୍ରୀକୃଷ୍ଣ ମହିମା ନ ଜାଣି, ମାତୁଳ ସୁତ ପ୍ରାୟମଣି। ପ୍ରିୟ ସୁହୃଦ ମିତ୍ର ପରି, ସଚିବ ବୁଦ୍ଧି କିଆ ଚରି। ଏହାଙ୍କୁ ଦୈତ୍ୟାରିଣୀ ଯୋଗୀ, ପେଶିଲୁ ପଞ୍ଚଗ୍ରାମ ମାଗି। ବାନ୍ଧବ ପ୍ରାୟ ସ୍ନେହ କରି, ରଥେ ସାରଥି ପଣେ ବରି। ଯହୁଁ ଏ ପ୍ରଭୁ ଭାବଗ୍ରାହୀ, ସ୍ୱଭାବେ ପର ପର ନାହିଁ। ଏଣୁ ତା ଉଚ୍ଚ ନୀଚ କର୍ମ, ଯୋଗ୍ୟ ଅଯୋଗ୍ୟ ସବୁ ସମ। ଏଥାଇ ଭକତଙ୍କ ହିତେ, ଦେଖ ମୋ ଭାଗ୍ୟର ଆୟତେ। ଜୀବନ ଛାଡ଼ିବାର କାଳେ, ମିଳିଲା ସର ଶଯ୍ୟା ତଳେ। ଯାର ଚରଣ ଭକ୍ତି ବେଳେ, ନିଶ୍ଚଳ ମନେ ଅନ୍ତକାଳେ। ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି, ପରମ ପଦେ ସେ ମିଶନ୍ତି। କର୍ମ ବାସନା ଯାଇ ଦୂର, ଏମନ୍ତ ମହିମା ଯାହାର। ସେ ଦେବ ଦେବ ଭଗବାନ, ଭାବେ ଜାଣିଲେ ମୋର ମନ। ଚିତ୍ତେ ପ୍ରସନ୍ନ ହେଉ ମୋର, ମୁହିଁ ଛାଡ଼ିବି କଳେବର। ପ୍ରଫୁଲ୍ଲ କମଳ ଲୋଚନ, ସୁନ୍ଦର ହର୍ଷିତ ବଦନ। ଚକ୍ର ସହିତେ ମହାବାହୁ, ସେ ମୋର ଧ୍ୟାନ ପଥେ ରହୁ। ସୁତ ଉବାଚ ଭୀଷ୍ମ ବଚନ କର୍ଣ୍ଣେ ଶୁଣି, ଧର୍ମନନ୍ଦନ ମନେ ଗୁଣି। ଭୀଷ୍ମଙ୍କୁ ଶର ତଳ୍ପେ ଚାହିଁ, କର ଯୁଗଳ ଶିରେ ଦେଇ। ବିବିଧ ଧର୍ମ ପଚାରିଲେ, ଅଶେଷ ମୁନି ଗଣ ତୁଲେ। ସ୍ୱଭାବ ଧର୍ମ ଯେ ଜଗତେ, ଚତୁର୍ବର୍ଣ୍ଣାଶ୍ରମ ଯେତି। ରାଗ ବୈରାଗ୍ୟ ଆଦି କରି, ଯେ ମାର୍ଗେ ସଂସାରୁ ନିସ୍ତରି। ଯେ ଦାନ ଧର୍ମ ରାଜଧର୍ମ, ମୋକ୍ଷ ସାଧନେ ଯେତେ କର୍ମ। ଯଥା ବିଧାନେ ଯେତେ କରି, ଗୃହୀ ବନସ୍ଥ ବ୍ରହ୍ମଚାରୀ। ସ୍ତ୍ରୀ ଜନ୍ମର ଯେ ବା ଧର୍ମ, ଯେ ବିଷ୍ଣୁ ଭକ୍ତଙ୍କ କର୍ମ। ଧର୍ମାର୍ଥ କାମ ମୋକ୍ଷ ଆଦି, ଯେତେ ପ୍ରକାରେ ଯାହା ସାରି। ସକଳ କହିଲେ ହରଷେ, ନାନା ଆଖ୍ୟାନ ଇତିହାସେ। ଏମନ୍ତେ କହୁଁ କହୁଁ ଧର୍ମ, ଭୀଷ୍ମ ରଚିତେ କାଳ ଭ୍ରମ। ସିଦ୍ଧ ପୁରୁଷ ଯୋଗ ବଳେ, ଯାହା ଚିନ୍ତନ୍ତି ଅନ୍ତକାଳେ। ସେ କାଳ ଅତି ପୁଣ୍ୟ ଧର୍ମ, ଉତ୍ତରାୟଣ ଯାର ନାମ। ସେ କାଳ ଆଗମନ ଦେଖି, ସଂକୋଚ କଲେ ବେନି ଆଖି। ସହସ୍ର ସହସ୍ର ବଚନ, ଶୁଣାଇ ହୋଇଲେ ମୌନ। ତକ୍ଷଣେ ବିଷ୍ଣୁ ଭାବ ଘେନି, ଗଙ୍ଗା ନନ୍ଦନ
ହେଲେ ତୁନି। ସର୍ବସଂହାରୀ ଦୁଷ୍ଟି ମନ କୃଷ୍ଣ ଚରଣେ ଅବଧାନ। ଯେ ହରି ଅଛି ଅଗ୍ରେ ବସି ଚତୁର୍ଭୁଜ ପରକାଶୀ। ପୀତ ବସନ କଟି ଭାଗେ ବିଜୁଳି ଯେହ୍ନେ ନୀଳ ମେଘେ। ଏମନ୍ତ କୃଷ୍ଣ ରୂପ ହେଜି ବଚନ ଶ୍ରମେ ଚକ୍ଷୁ ବୁଝି। ଧାରଣା ଯୋଗେ ଧ୍ୟାନ କରି ସଂଶୟ ଦୂରେ ପରିହରି। ଯୁଦ୍ଧର ଶ୍ରମ ଯେତେ ଥିଲା ତକ୍ଷଣେ ଶରୀରୁ ଛାଡ଼ିଲା। ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ ଚିତ୍ତୁ ଛାଡ଼ିଲା ମାୟା ଭ୍ରମ। ଅନ୍ତରେ ବେନି କର ଯୋଡ଼ି ବୋଲେ ଗୋବିନ୍ଦ ପାଦେ ପଡ଼ି। ଭୀଷ୍ମ ଉବାଚ ଏମନ୍ତ ଭାବେ ମନ ମୋର ତୃଷ୍ଣାବର୍ଜିତ ନିର୍ବିକାର। କୃଷ୍ଣ ଶରୀରେ ହେଉ ଲୀନ ଯେ ହରି ଭକତ ତାରଣ। ଯାର ମହିମା ଯୋଗୀ ଜନେ ଚିନ୍ତି ନ ପାନ୍ତି ଯୋଗ ଧ୍ୟାନେ। ସ୍ୱସୁଖେ ଥାଇ ଅବିରତେ ପ୍ରକୃତି ବସେ ବିଶ୍ୱର୍ଥେ। ପ୍ରକୃତି ତହୁଁ ଏ ଜଗତ ପ୍ରବାହ ରୂପେ ଆତଜାତ। ତମାଳ ପତ୍ର ପ୍ରାୟ ବନ ଯେ ରୂପେ ମୋହେ ତ୍ରିଭୁବନ। ପୀତ ବସନ କଟି ସହେ ପ୍ରକାଶେ ରବି ରଶ୍ମି ପ୍ରାୟେ। ଅଳକା ଆବୃତ କପୋଳ ବିରାଜେ ବଦନ କମଳ। ଅର୍ଜୁନ ସଖା ପାଦ ତଳେ ମୋ ଚିତ୍ତ ରହୁ ସୁନିଶ୍ଚଳେ। ସଂଗ୍ରାମେ ଅଶ୍ଵ ଧୂଳିକାଏ ଶିର ବଦନ ଧୂମ୍ରପ୍ରାୟେ। ବିରାଜେ ସ୍ୱେଦ କଣା ଅଙ୍ଗେ ବିବିଧ ଅଳଙ୍କାର ରଙ୍ଗେ। ମୋହର ତୀକ୍ଷ୍ଣ ବାଣ ପନ୍ତି ଚାର କବଚେ ଝୁଲକନ୍ତି। ସେ ରୂପେ ପଶୁ ମୋର ପ୍ରାଣ ଏ ଭବ ଜଳୁ ପରିତ୍ରାଣ। ଯେ ହରି ଅର୍ଜୁନ ବଚନେ ରଥ ନିବେଶି ମଧ୍ୟସ୍ଥାନେ। ଅନାଇ କଟାକ୍ଷ ଲୋଚନେ ଆୟୁଷ ହରେ ପରଶୟନେ। ତାର ଚରଣ ମନ ଚିନ୍ତି ନିରତେ ହେଉ ମୋର ପ୍ରୀତି। ଯୁଦ୍ଧର ଅର୍ଥେ କୋପ ଭରି ସକଳ ବୀର ଶସ୍ତ୍ର ଧରି। ସମରେ ଦେଖି ବନ୍ଧୁଜନ ଦୟାରେ ନ ଯୁଝେ ଅର୍ଜୁନ। ମାୟାରେ ତାର ମନ ମୋହି ଅନେକ ଆତ୍ମବିଦ୍ୟା କହି। ତାହାର କୁମତି ହରିଲା ଛଳେ ସମସ୍ତ ସଂହାରିଲା। ତାର ଚରଣେ ମୋର ମତି ନିଶ୍ଚଳେ ହେଉ ଆତ୍ମରତି। ମୋହର ତୁଲେ ସତ୍ୟ କଲା ଶସ୍ତ୍ର ନ ଧରିବି ବୋଇଲା। ମୋହର ତୀକ୍ଷ୍ଣ ବାଣୀ କୋପି ମୋହ ବଚନେ ସତ୍ୟ ସ୍ଥାପି। ତକ୍ଷଣେ ଚକ୍ର ଘେନି ହସ୍ତେ ରଥୁ ଦାହିଲା ଭୂମି ଗତେ। ସୁଧର୍ମ ସମର ଉପେକ୍ଷି ସିଂହ ଯେ ସେନେ ଗଜ ଦେଖି। ଧାମନ୍ତେ ଅବନ୍ତୀ କମ୍ପିଲା ଉତରେ କନ୍ଧୁ ଉଡ଼ିଗଲା। ଚକ୍ର ଉଞ୍ଚାଇ ମହାକୋପେ ମିଳିଲା ମୋହର ସମୀପେ। ମୁଆ ତତାଇ ପାଣି ଅନେକ ବାଣ ରୋଷେ ବିନ୍ଧି। ବିଷିନ୍ନ କଲେ ସ୍ନେହୀ ଅଙ୍ଗି ଦେଖି ଧାଇଁଲା ଅତି ବେଗେ। ରୁଧିର ଭୂଷଣ ଶରୀରେ ଭୂମିକମ୍ପଇ ପାଦ ଭରେ। ହରିବା ପାଇଁ ମୋର ପ୍ରାଣ ମୁଁ ଏବେ ପଶିଲି ଶରଣ। ବିଜୟ ରଥେ ଯେ ସାରଥି ରଥ ଆରୋହୀ ଶୁଭ ଚିନ୍ତି। ହୟଙ୍କର ଅସ୍ମି ଯେହୁ ଧରେ ସେ ରୂପେ ମନ ରହୁ ସ୍ଥିରେ। ସଂଗ୍ରାମ କରି ଯେତେ ମଲେ ତା ମୁଖ ଦେଖି ଡରିଗଲେ।
एभे मोहर अंतकाले मचितर मुतापयरे गोपनगरे वृंदावने रास उत्सवे गोपीजने लोलित गति सुविलास मनज्ञ दृष्टि मंदहास ଯାହାର ସଙ୍ଗେ ଭାବ କରି ଗୋପୀଏ ଭବୁ କଲେ ତରି ଧର୍ମନନ୍ଦନ ଯଜ୍ଞ କାଳେ ଋଷି ବ୍ରାହ୍ମଣ ରାଜା ମିଳେ ଯାହାର ପାଦେ ଅର୍ଘ୍ୟ ଦେଇ ସୁଖେ ସୁନ୍ଦର ମୁଖ ଚାହିଁ ସକଳେ ଗଲେ ମୋକ୍ଷ ମାର୍ଗେ ସେ ବେଦି ସେ ମୋର ଆଗେ निर्मल आत्मा रूप होई प्राणिक हृदय जे बसई जे रूपे दृष्टि भेदे रवि अनेक बोली अनुभवी से हरि पाद जुगे भजी बसिली भव मोह तेजी सुतवाच एमन्ते गोविंद विषये मन वचन दृष्टि देहे आत्मा रे आत्मा स्थिर करी पवने पवने संहरी देखंती सुर नर मुनि गंगानंदन हेले तुनि शरीर तेजी भाव मोहे पशिले गोविंदर देहे भीष्म मरण देखी भले जे बाथिले कृष्ण तुले मौने बसिले समस्ते पक्षीए जेह्ने दिन अन्ते दक्षिणे दुन्दुम्बि शबद देव मानवे कले बाद्य साधु शबद शून्यस्तुरे पुष्प बरसे निरन्तरे दक्षिणे युधिष्ठिर जाई अनले भीष्म देह देई मुहूर्ते बसी दुख मने उठी सकल महाजने जे जहा मते स्तुति कले नमिले कृष्ण पाद तले उठी सकल दुख चिते गृह चलिले जे मते पांडवे कृष्ण संगते हस्तिना मिलिले तुरीते दक्षिणे अंतपुरे जाई अंध गांधारी की बुझाई गोविंद दूत राष्ट्र बोले युधिष्ठिर को राजा कले से राजा धर्मे राज्य कला जा पितृपिता महे थिला एमंते करी राजपण संगते घेनी नारायण से नारायण पादगत शरण दास जगन्नाथ। इति श्रीमद्भागवते महापुराणे परमहंस संहितायां प्रथमस्कन्धे युधिष्ठिर राज्य प्रलम्भ नाम नवमोऽध्यायः।